ପିଲାମାନଙ୍କୁ ହରଣ ଶିଖାଇବା ସହିତ ଭାଗ କ୍ରିୟାର ଏହି 4ଟି ସୂତ୍ର ଶିଖାଇବା ନିହାତି ଆବଶ୍ୟକ। ନମସ୍କାର, ଜୟ ଜଗନ୍ନାଥ। ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଏମିତି କିଛି ଗଣିତ ଅଛି ଯାହାକି ସୂତ୍ର ବିନା କରିହେବନି। ଆଜି ମୁଁ ଆପଣମାନଙ୍କୁ 4ଟା ଭାଗ କ୍ରିୟାର ସୂତ୍ର କହିବି, ଯାହାଦ୍ୱାରା ପିଲାମାନଙ୍କୁ ଗଣିତ କରିବାରେ ସହଜ ହେବ। ଆଉ ଏହି 4ଟି ସୂତ୍ର ପିଲାମାନେ ଜାଣିବା ନିହାତି ଦରକାର। ସେ ସୂତ୍ର ଗୁଡ଼ିକ କ'ଣ କ'ଣ ଚାଲନ୍ତୁ ଶୁଣିବା। ଆରେ ବା, ପିଲାମାନେ ତ ଏଇଠି ବଢ଼ିଆ ଲେଖିଦେଇଛନ୍ତି ଆଉ କ'ଣ। ତ ଏଇଟା ଦେଖ ପିଲାମାନେ, ଏଇଟା ହେଲା ଭାଜ୍ୟ, ତ ଏଇଟା ହେଲା ଭାଜକ, ତ ଏପଟେ ଯେଉଁଟା ବାହାରିବ ହେଲା ଭାଗଫଳ, ଶେଷରେ ଯେଉଁଟା ବାହାରିବ ଭାଗ ଶେଷ। ଏବେ ଜାଣିବା ଆମେ ସୂତ୍ର ବିଷୟରେ। ଭାଜ୍ୟର ସୂତ୍ର ହେଉଛି ଭାଜକ ଗୁଣନ ଭାଗଫଳ ମିଶାଣ ଭାଗଶେଷ। ସେକେଣ୍ଡରେ ଆସିଲା ଭାଜକର ସୂତ୍ର ହେଉଛି ଭାଜକ ସମାନ ଭାଜ୍ୟ ଫେଡ଼ାଣ ଭାଗଶେଷ ହରଣ ଭାଗଫଳ। 3 ନମ୍ବରରେ ହେଲା ଭାଗଫଳର ସୂତ୍ର ହେଉଛି ଭାଗଫଳ ସମାନ ଭାଜ୍ୟ ଫେଡ଼ାଣ ଭାଗଶେଷ ହରଣ ଭାଜକ। ଅଛି ଭାଗଶେଷର ସୂତ୍ର ହେଉଛି ଭାଗଶେଷ ସମାନ ଭାଜ୍ୟ ଫେଡ଼ାଣ ଭାଜକ ଗୁଣନ ଭାଗଫଳ। ଆଶା କରୁଛି ଆଜିର ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ଥ୍ୟାଙ୍କସ୍ ଫର୍ ୱାଚିଂ। ଜୟ ଜଗନ୍ନାଥ।